ରାତିର ଅନ୍ଧକାରରେ ଉଭେଇ ଗଲା ଭଳି ହଠାତ୍ ସେ ଦୂରେଇ ଯାଇଥିଲା। ହେଲେ ଏତେ ଦୂରକୁ ଗଲା ଯେ ଆଉ କେବେ ଫେରିବାକୁ ରାସ୍ତା ପାଇବା ସମ୍ଭବ ନଥିଲା। ସେ ମୋ ମନର ମାନସୀ, ଅଳସୀ ପ୍ରିୟା, ଲାବଣ୍ୟବତୀ ସବୁ କିଛି ଥିଲା। ଜଣା ନାହିଁ ଏମିତି ସେ କାହିଁକି କଲା। ହଠାତ୍ ଛାଡ଼ିଯିବ ବୋଲି ଆଗରୁ ଜମା ବି ମୋତେ ଇସାରା ଦେଇନଥିଲା। ହସ୍ପିଟାଲ ବେଡ୍ରେ ଆଇସିୟୁ ଭିତରେ ତା ଛଟପଟ ଆଉ ଚିତ୍କାର ଆଜି ବି ମୋ ମନକୁ ଅସ୍ତବ୍ୟସ୍ତ କରିଦେଉଥିଲା। ଏ କାହାଣୀ ନୁହେଁ ଆଜ୍ଞା। ମୋଠୁ ଦୂରେଇ ଯିବା ପରେ ସେଦିନ ମୋ ପାଇଁ ଦୁନିଆର ସବୁଠୁ ଦୁଃଖଦ ମୁହୂର୍ତ୍ତ ଥିଲା। ଆଖିରେ ଆଖିଏ ଲୁହ ରଖି ସମସ୍ତଙ୍କୁ ବୁଝେଇବାକୁ ପଡ଼ୁଥିଲା। ହେଲେ ମୋ ମନର ବେଦନା ଆଉ କିଏ ବୁଝିବ ମୋତେ ଜଣା ନଥିଲା। କାହିଁକି ନା ମୋ ମନର ବେଦନା ଆଉ ମୋ ଦୁଃଖ ବୁଝିପାରୁଥିବା ମଣିଷଟା ସବୁଦିନ ପାଇଁ ଚିରନିଦ୍ରାରେ ଶୋଇପଡ଼ିଥିଲା। ଏ କାହାଣୀ ଆଉ କାହାର ନୁହେଁ ଆଜ୍ଞା, ମୋ ନିଜର ଥିଲା। ମୋବାଇଲ ଭିତରେ ଗ୍ୟାଲେରୀଟା ଖେଳଉ ଖେଳଉ ହଠାତ୍ ଏଇ ଫଟୋ ପାଖରେ ମୁଁ ଅଟକି ଯାଇଥିଲି। ଯେଉଁ ଫଟୋ ଦେଖୁ ଦେଖୁ ଗୋଟେ ଷ୍ଟାଟସ୍ ଦେବାକୁ ଇଚ୍ଛା ହେଇଥିଲା। ଆଉ ସେଇ ଷ୍ଟାଟସ୍ରେ 2 ଧାଡ଼ି ଲେଖୁ ଲେଖୁ ଆଖି ଲୁହରେ ଭିଜି ଯାଇଥିଲା। ଭାବିପାରୁନଥିଲି ସେ ଆମ ସମସ୍ତଙ୍କୁ ଛାଡ଼ି ଯିବାର 2 ବର୍ଷ ବିତି ଯାଇଥିଲା। ଏ କାହାଣୀ ନୁହେଁ ଆଜ୍ଞା, ମୋ ନିଜ ଭିତରେ ଥିବା ସେଇ ଦୁଃଖ, ଯେଉଁ ଦୁଃଖ ତାକୁ ହରାଇବା ପରେ ମନରୁ କେବେ ଭୁଲିନି କି ଭୁଲିବା ସମ୍ଭବ ନଥିଲା। ତା ସହ ମୋର ଯେଉଁ ନିବିଡ଼ ସମ୍ପର୍କ ଥିଲା, ସେ ସମ୍ପର୍କ ଆଉ କାହା ସହ ସେମିତି ନିବିଡ଼ ହେବା ସମ୍ଭବ ନଥିଲା। ମୋ ପାଇଁ ସେ ଥିଲା ସବୁକିଛି। କେବେ ମା ହେଇ ସ୍ନେହ ଦେଇଛି, କେବେ ବାପା ହେଇ ଗାଳି ବି କରିଛି, କେବେ ଭାଇ ଭଉଣୀ ହେଇ ମୋ ସହ ଅନେକ ଖେଳ ବି ଖେଳିଛି। ନିଦ ନ ଆସିଲେ ତାଠୁ ଗପ ଶୁଣି ଶୁଣି କେତେ ରାତି ଶୋଇପଡ଼ିଛି। ସେ ଯେତେ ଦୂରକୁ ଗଲେ ବି ତାକୁ କ'ଣ ଭୁଲିବା ଏତେ ସହଜ ଆଜ୍ଞା? ଘର ବାରଣ୍ଡାରେ ଏଇ ଚୌକି ଉପରେ ବସି କେତେ ରାତି ମୋ ଫେରିବା ବାଟକୁ ଅପେକ୍ଷା କରିଛି। କାମରେ ଯାଇ ଫେରିବା ଲେଟ୍ ହେଲେ ସମସ୍ତେ ଶୋଇପଡ଼ନ୍ତି, ହେଲେ ସେ ସେମିତି ଜଗି ବସିଥାଏ। ନା ତା ପାଖରେ ଥିଲା ଫୋନ୍, ନା ମୋ କଥା ବୁଝିବାକୁ ତା ପାଖରେ ଥିଲା କିଛି ରାସ୍ତା। କିନ୍ତୁ ମୁଁ ଆସିବା କଥା ସେ ଜାଣିପାରୁଥିଲା। ମୋ ଗାଡ଼ିର ଲାଇଟ୍ ଆମ ଗାଁ ମୁଣ୍ଡରୁ ଦେଖୁ ଦେଖୁ ଗେଟ୍ ଚାବିଟା ଖୋଲି ଦେଉଥିଲା। ଆଜି ସେଇ ଚୌକି ଅଛି, ସେଇ ବାରଣ୍ଡା ବି ଅଛି, ହେଲେ ଫରକ ଏତିକି, ରାତି ଅଧ ପର୍ଯ୍ୟନ୍ତ ମୋତେ ଜଗି ବସିବାକୁ ସେ କିନ୍ତୁ ଏ ଦୁନିଆରେ ନଥିଲା। କାହିଁକି ଏତେ ପାନ ଖାଉଛୁ କହି ସବୁଦିନ ଗାଳି ଦେଉଥିବା ମଣିଷଟା ସବୁଦିନ ଖାଇସାରିବା ପରେ ନିଜ ପାନ ବଟୁଆରୁ ପାନ ଭାଙ୍ଗି ହାତରେ ବଢ଼େଇ ଦେଉଥିଲା। ତା ଖିଲି ପାନରେ ଯେଉଁ ବାସ୍ନା ଥିଲା, ଆଜି ମାର୍କେଟରେ ଯେତେ ଟଙ୍କା ଦେଇ ପାନ ଖାଇଲେ ବି ସେ ବାସ୍ନା ମିଳିବାର ସମ୍ଭାବନା ନଥିଲା। ଆଜି ତାର ସେ ଖଟ ତଳେ ସେଇ ପାନ ବଟୁଆ ଅଛି। ନା ପାନ ଅଛି, ନା ପାନରେ ମସଲା ଦେଇ ଖିଲ ମୋଡ଼ିବାକୁ ସେ ଦୁନିଆରେ ଅଛି। ଏକଥା ଭାବି ଭାବି ରାତିର ନିଦ ହଜି ଯାଉଥିଲା। ଜାଣିଛି ସେ ଆଉ କେବେ ଫେରିବନି, କିନ୍ତୁ ତା ଫେରିବା ବାଟକୁ ଆଜି ବି ଅପେକ୍ଷା ଥିଲା। ମୁଁ ଜାଣିଛି ଜାଣିସାରିବେନି ତା ସହ ମୋର ସମ୍ପର୍କ କ'ଣ ଥିଲା। ସେ ମୋ ଜୀବନ ନଥିଲା, ମୁଁ କିନ୍ତୁ ତା ଜୀବନ ଥିଲି। ସେ ମୋ ଜେଜେମା ଥିଲା, କିନ୍ତୁ ମୁଁ ତା ନାତି ନଥିଲି। ସେ ମୋ ପାଇଁ ସବୁକିଛି ଥିଲା, ଆଉ ମୁଁ ତା ପାଇଁ ତା ଜୀବନଠୁ ଅଧିକ ଥିଲି। ମୋତେ କିଛି ଦିନ ନ ଦେଖିଲେ ପାଗଳି ଭଳି ହୋଇଯାଉଥିଲା, କାହିଁକି ନା ମୁଁ ସବୁଠୁ ତାର ବଡ଼ ନାତି ଥିଲି। ଏମିତି ନୁହେଁ କି ସେ ଅନ୍ୟମାନଙ୍କୁ ବି ଭଲ ପାଉନଥିଲା। ସବୁ ନାତି ନାତୁଣୀ ତାର ହୃଦୟର ସେ ପ୍ରତିଟି ଧକ୍ ଧକ୍ ଭିତରେ ଥିଲେ। ହେଲେ ସେଦିନ ସକାଳେ ମୋ ସାନ ଭାଇର କଲ୍ ମୋତେ ସ୍ତବ୍ଧ କରିଦେଇଥିଲା। ସେଦିନ ସକାଳର ସେ ପ୍ରଥମ କଲ୍ ଯେ ଆମ ପରିବାର ପାଇଁ ଦୁଃଖର ଏକ କଳା ବାଦଲ ଢାଙ୍କିଦେବ, ଆମ ସ୍ୱପ୍ନ ଆଉ ଭାବନା ବାହାରିଥିଲା। ସକାଳର ସୂର୍ଯ୍ୟ କିରଣରେ ଯେତେବେଳେ ପୁରା ଦୁନିଆଟା ଆଲୋକିତ ହୋଇଥିଲା, ଆମ ପାଇଁ କିନ୍ତୁ ଘନ ଅନ୍ଧକାର ଯେମିତି ମାଡ଼ି ଆସିଥିଲା। ସବୁ ଠିକ୍ ଠାକ୍ ଥିଲା। ହଠାତ୍ କ'ଣ ହେଲା କେଜାଣି ତା ଦେହଟା ଅସୁସ୍ଥ ହୋଇଗଲା। ତାକୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଗଲା। ମୁଁ ସେତେବେଳେ ବାହାରେ ଥିଲି। ଏକଥା ଶୁଣି ତୁରନ୍ତ ହସ୍ପିଟାଲରେ ପହଞ୍ଚିଥିଲି ତାକୁ ଦେଖିବାକୁ। ସେତେବେଳେ ସେ ଆଇସିୟୁରେ ମୋ ସହ କଥା ବି ହେଲା, ଆଉ ମୁଁ ତା ସହ ମଜା ବି କଲି। ତାକୁ ଦେଖା କରି ଡାକ୍ତର ସହ କଥା ହେଇ ମୁଁ ସୋନପୁର ଚାଲି ଯାଇଥିଲି। ଡାକ୍ତର କହିଲେ ସବୁକିଛି ଠିକ୍ ଅଛି, କାଲି ଆଇସିୟୁରୁ ବାହାର କରିଦେବି। କିନ୍ତୁ ସୋନପୁରରେ ଥିଲାବେଳେ ଗୋଟେ ଦିନ ପରେ ସେ ସକାଳର ଖବର ମୋତେ ପୁରା ଭାଙ୍ଗି ପକାଇଥିଲା। ତୁରନ୍ତ ଗାଡ଼ି ଧରି ବାହାରି ଆସିଲି। ଘରେ ପହଞ୍ଚି ଦେଖେ ତ ଚିରନିଦ୍ରାରେ ଶୋଇଥିବା ମୋ ପ୍ରିୟ ଜେଜେମାଟା ମୁହଁରେ କପଡ଼ା ଘୋଡ଼ା ହେଇଛି। କାନ୍ଦ ବୋବାଳିରେ ଫାଟି ପଡ଼ୁଥିଲା ପୁରା ଘରଟା। ଦାଣ୍ଡ ବାରଣ୍ଡାରେ ତାର ସେ ଚୌକିଟା ପଡ଼ିଥିଲା, ହେଲେ ସେ ଚୌକିଟା ଫାଙ୍କା ଥିଲା। ତା ଆଶା ବାଡ଼ିଟା ସେଇଠି ଡେରା ହେଇଥିଲା, ହେଲେ ମୋତେ ଦେଖି ସେ ବାଡ଼ି ଠକ୍ ଠକ୍ କରି ଗେଟ୍ ଖୋଲିବାକୁ ଦୌଡ଼ି ଆସିନଥିଲା। ସେଦିନ ମୋ ଆଖିରେ ବୋଧେ ସବୁଠୁ ବେଶୀ ଲୁହ ଥିଲା, କିନ୍ତୁ ମୋ ଆଖିର ଲୁହକୁ ଛାତିରେ ଚାପି ସମସ୍ତଙ୍କୁ ସାନ୍ତ୍ୱନା ଦେଲାବେଳେ ଏ ଅମାନିଆ ଲୁହଟା ବାହାରକୁ ଆସିଯାଉଥିଲା। ସେଦିନ ତାର ସେ ଶେଷ କୃତ୍ୟ ବେଳେ ସବୁ ନାତି ନାତୁଣୀ ବି ଥିଲେ। କିଛି ମୁହୂର୍ତ୍ତର ଅପେକ୍ଷା ଥିଲା, ସେ ଆମ ଆଖି ସାମ୍ନାରୁ ସବୁଦିନ ପାଇଁ ଉଭାନ ହେଇଯାଇଥିଲା। ସେ ଆଖି ସାମ୍ନାରୁ ସିନା ଉଭାନ ହେଇଯାଇଥିଲା, ହେଲେ ଆମ ମନ ଭିତରୁ ଉଭାନ ହେବା ଯେମିତି ସମ୍ଭବ ହେଉନଥିଲା। କାହିଁକିନା ତା ସହ ଆମର ଯେଉଁ ସମ୍ପର୍କ ଥିଲା, ସେ ସମ୍ପର୍କ
ସବୁ ନାତି ନାତୁଣୀଙ୍କ ସହ ସବୁ ଜେଜେ ଆଉ ଜେଜେମାଙ୍କର ବି ଥିଲା। ଆମେ ଆମ ଜେଜେକୁ ଦେଖିନୁ ଆଜ୍ଞା, ସେଥିପାଇଁ ସେ ଆମ ପାଇଁ ଜେଜେ ଆଉ ଜେଜେମା ଦୁଇଟା ଯାକ ଥିଲା। ଦୁନିଆର ସବୁ ସମ୍ପର୍କ ଗୋଟେ ପଟେ, ହେଲେ ଜେଜେ ଆଉ ଜେଜେମାଙ୍କ ସମ୍ପର୍କ ଗୋଟେ ପଟେ ଆଜ୍ଞା। ସେ ନିବିଡ଼ ସମ୍ପର୍କ ଆଉ ମଧୁର ସମ୍ପର୍କ ସହ ଆଉ କେଉଁ ସମ୍ପର୍କକୁ ତୁଳନା କରି ହୁଏ ନା। ଏକଥା ମିଛ ନୁହେଁ ଆଜ୍ଞା। ଯାହାର ଜେଜେ ଆଉ ଜେଜେମା ଅଛନ୍ତି ତାଙ୍କୁ ଥରେ ପଚାରି ବୁଝ ସେମାନେ ତାଙ୍କ ପାଇଁ କ'ଣ। ଆଉ ଯାହାର ଜେଜେ ଜେଜେମା ନାହାନ୍ତି ତାଙ୍କୁ ଥରେ ପଚାର ସେମାନେ ତାଙ୍କୁ କେତେ ମିସ୍ କରୁଛନ୍ତି। ଏ କାହାଣୀ ମୋ ନିଜର ଥିଲା, ସେଥିପାଇଁ ଏ କାହାଣୀ ଲେଖିଲା ବେଳେ ମୋ ଆଖିରେ ଲୁହ ଥିଲା ଆଜ୍ଞା। ହେଲେ ଆପଣଙ୍କୁ ଏ କାହାଣୀ କେମିତି ଲାଗିଲା କମେଣ୍ଟ କରି ନିଶ୍ଚିତ ଜଣାଇବେ। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।